ଜୟ ଜଗନ୍ନାଥ। ମୁଁ ଆଶା କରିବି ସମସ୍ତେ ଭଲରେ ଥିବେ। ଦେଖ ଆଜି ତୁମମାନଙ୍କ ପାଇଁ ତୁମମାନଙ୍କୁ ଗୋଟେ କୌତୁକିଆ ଏବଂ ବୁଦ୍ଧିବଣା ପ୍ରଶ୍ନ ବିଭ୍ରାନ୍ତମୂଳକ ପ୍ରଶ୍ନ ଅଛି କ'ଣ? ପଜଲ କ୍ୱେଶ୍ଚନ୍ ଅର୍ଥାତ୍ କ'ଣ ହେଇଯିବ ନା ଏଥିରେ ତମମାନଙ୍କୁ ମାନେ ଆମେ ସାଧାରଣତଃ ଯୋଗ ବିୟୋଗ ଭାଗ ଚାରୋଟି ମେଥଡ଼ ବା ଫର୍ମୁଲା ଜାଣି ଆଠ ଅର୍ଥାତ୍ ଆଠଟା ଆଠକୁ ତମେ ଯୋଗ କରିକି 1000 କରିକି ଦେଖେଇବାର ଅଛି। ଇଏ ହେଲା କ'ଣ ବିଭ୍ରାନ୍ତ ବା ବୁଦ୍ଧିବଣା ପ୍ରଶ୍ନ। ଆଉ ଗୋଟେ କ'ଣ ଅଛି 555 444 333 କୁ ଯୋଗ କରିକି 100 କରିବାର ଅଛି। ତ ଏଇ ଏତିକିକୁ ଯୋଗ କରିକି 100 କରିବାର ଅଛି। ତ ଏହାକୁ କେମିତି ମାନେ ସହଜରେ ବା ଇଜି ଉପାୟରେ ମାନେ ସଲ୍ଭ କରିବ ବା ସମାଧାନ କରିବ ମୁଁ ତୁମମାନଙ୍କୁ ଦେଖ 8ଟା 8 ଆଉ 8ଟା 8କୁ ଯୋଗ କଲେ କେତେ 8 ଏମିତି 8ଟା 8 ଯୋଗ ମାନେ 64 ହେଉଛି। ତ 64 ଏଠି ହବନି, ଏଠି 1000 କରିକି ଦେଖିବା। ଆଉ ଏମିତି କି ସାଧାରଣତଃ ଆମେ ଯୋଗ କରିଦେଲେ କେତେ ହେଇଯିବ ଦେଖ 5 4 9 3 12 2 ହାତ 1 9 3 12 13 3 ହାତ 1 9 3 12 13 ଅର୍ଥାତ୍ 1332 ହଉଛି। এই 1332 ଜାଗାରେ ସିଏ ଆମକୁ ଉତ୍ତର କେତେ ମାଗିଛି ଦେଖ 100। ବୁଝିପାରିଲ? ତ ଏହାକୁ ସମାଧାନ କରିକି ତୁମମାନଙ୍କୁ ଦେଖୁଛି। ତ ଏବେ ଆସ ସମାଧାନ କରି ଦେଖୁଛି 8ଟା 8 ଆଉ 555 444 333 କୁ ଏଇ ଦୁଇଟାକୁ ସମାଧାନ କରି ଦେଖୁଛି। 8ଟା 8କୁ ଯୋଗ କରିବା ଏମିତି ଯାହାକି ତାର ଯୋଗଫଳ କେତେ ହେବ 1000। ଦେଖ 8ଟା 8କୁ ଯୋଗ କରିକି ଆମେ କେମିତି ସମାଧାନ କରି ଦେଖିବା 8 8 8 8 8 8 1 2 3 4 5 6 7 8 এই 8ଟା 8କୁ ଏମିତି ଯୋଗ କରିଦେବା ଯାହାକି ତାର ଆନ୍ସର ଆସିବ 1000। ଦେଖ 1 2 3 4 5 ଅର୍ଥାତ୍ 8 5 40 ରୁ 16 ହାତେ 4 ବୁଝିଲ। ତାପରେ 8 8 କେତେ 16 4 20 ରୁ 16 ହାତେ 2 8 2 କେତେ 10। ତ ପାଇଲ 8ଟା 8ଟିକୁ ଏଭଳି ଭାବରେ ଆମେ ସଜାଡ଼ିକି ଲେଖିଲେ ଯାହାକି ତାର ଯୋଗ କରିଦେଲେ ଯୋଗଫଳ କେତେ ହେଲା 1000। ତ 555 444 333କୁ ଏଭଳି ଭାବରେ ଯୋଗ ମାନେ ସଜାଡ଼ିକି ଲେଖିବା ଯାହାକି ତାର ଯୋଗଫଳ କେତେ ହେବ 100। 555 444 333 को ଯୋଗ କରିଦେଉଛେ। ଦେଖ 333କୁ ଆମେ ଯୋଗ କରି ଦେଖିବା କ'ଣ ହେଇଯିବ ନା ଏମିତି ସାଧାରଣତଃ ଆମେ ଯୋଗ କଲେ କେତେ ହେଇଯିବ 9 3 12 2 ହାତ 1 9 3 12 13 3 ହାତ 1 5 9 3 12 13। ତ କ'ଣ ହେଇଯିବ 1332। କିନ୍ତୁ ଆମକୁ ଆନ୍ସର କେତେ କରିବାର ଅଛି? ଆମକୁ ଆନ୍ସର 100 କରିକି ଦେଖିବାର ଅଛି। ଦେଖ ମୁଁ ଲେଖୁଛି ଏଇଟା ହବ ନାହିଁ, ଏଇଟା ଆନ୍ସର ଭୁଲ। ତ ଏଇଠି କ'ଣ ଲେଖୁଛି ଦେଖ 5 ଗୁଣନ 5 ଯୁକ୍ତ 5 ଏଇଟା ସେମିତି କ'ଣ 4 ଗୁଣନ 4 ଯୁକ୍ତ 4 ଏଇଟା ସେମିତି କ'ଣ 3 ଗୁଣନ 3 ଯୁକ୍ତ 3। ବର୍ତ୍ତମାନ ଆଗେ ବନ୍ଧନୀ କାମ ସାରିଦେବା। ବନ୍ଧନୀ କାମ ହେଲା 5 ଗୁଣନ 10 ଏଇଟା ହେଲା 4 ଗୁଣନ 8 ଏଇଟା ହେଲା 3 ଗୁଣନ 6। ତ ସମାନ କେତେ 5 10 50 ବୁଝିଲ। ସେ କେତେ ସହଜରେ ଲେଖୁଛି 5 10 50 8 6 32 3 6 18। ଏହାକୁ ଯୋଗ କରିଦେବ 100 ଉତ୍ତର। ଏଇଭଳିଆ ପ୍ରଶ୍ନ ଥିଲେ ତୁମେମାନେ ଜମା ଡରିବା ନାହିଁ ବା ବିଭ୍ରାନ୍ତମୂଳକ ପ୍ରଶ୍ନ ବା ବୁଦ୍ଧିବଣା ପ୍ରଶ୍ନ ବା ପ୍ରୟୋଜକୃତ ଥିଲେ ତାକୁ ତମମାନେ ଡରିବାର କିଛି ନାହିଁ। ବାକି ତମେ ଖାଲି ଏଇ 4ଟି ଫର୍ମୁଲା ଏଇ 4ଟି ଇଏ ଅଛି ସିମ୍ବଲ ଅଛି ଯୋଗ ବିୟୋଗ ଗୁଣନ ଭାଗ। ତ ସେଇ 4ଟି ସିମ୍ବଲକୁ ତମେ କେଉଁ ସମୟରେ କିଭଳି ଭାବରେ ସଜାଡ଼ି ବା କେଉଁ ଜାଗାରେ ଲେଖିଲେ ଯାଇକି ତାକୁ ଇଜି ଉପାୟରେ ସହଜ କରିପାରିବ। ତ ଏଇ ଭିଡ଼ିଓରେ ତମେମାନେ ଦେଖିପାରିଲ।